ପିଲାମାନେ ମୁଁ ତୁମ ସମସ୍ତଙ୍କୁ ପିକେ କ୍ଲାसेसକୁ ସ୍ୱାଗତ କରୁଛି। ଆମେ ଗତ ଅଧ୍ୟାୟରେ ସେହି ମୋ ପ୍ରିୟ ଜନ୍ମଭୂଇଁ କବିତା ଆବୃତ୍ତି କରିଥିଲେ। ଆଜି ଆମେ ତାର କଠିନ ଶବ୍ଦ ଆଲୋଚନା କରିବା ଆଉ ଏଇ କବିତାଟିର ସାର କଥା ଆମେ ଆଲୋଚନା କରିବା। ସମସ୍ତେ ନିଜ ନିଜର ଶବ୍ଦ ଅର୍ଥ ଖାତା ବାହାର କର। ଆଉ ବର୍ତ୍ତମାନ ମୁଁ ଯେଉଁ କଠିନ ଶବ୍ଦ ତମେ ସବୁ କହିବ ସେଇ କଠିନ ଶବ୍ଦର ଅର୍ଥ କହିବି, ତାକୁ ଲେଖି ନେବ। ଦେଖ, ଗୋଟେ ଶବ୍ଦ ରହିଛି ଜନନୀ। ଜନନୀର ଅର୍ଥ ହେଉଛି ମା। ତାପରେ କଠିନ ଶବ୍ଦ ରହିଲା ପାଳୁଛି। ପାଳୁଛିର ଅର୍ଥ ପାଳନ କରୁଛି। ଗହନର ଅର୍ଥ ଗହଳିଆ ବା ଜଙ୍ଗଲ, ଗହଳିଆ ଜଙ୍ଗଲ। ଶ୍ୟାମଳ ଶାଗୁଆ। ତରୁ ଗଛ ବୃକ୍ଷ। ବିହଙ୍ଗ, ବିହଙ୍ଗର ଅର୍ଥ ହେଲା ପକ୍ଷୀ ଆଉ ଚଢ଼େଇ। ମଧୁର ମିଠା। ଗାନେ, ଗାନ କହିଲେ ଗୀତ, ଗାନେ କହିଲେ ଗୀତରେ। ଜୋଛନା ଚନ୍ଦ୍ରକିରଣ। ବିମଳ ନିର୍ମଳ ବା ସଫା। ଶଶୀ ଚନ୍ଦ୍ର ବା ଜହ୍ନ। କୁସୁମ ଫୁଲ। ସାଗର ସମୁଦ୍ର। ଚରଣ ପାଦ। ପଲ୍ଲୀ ଗାଁ। ସରାଗେ ଆଗ୍ରହରେ। ପୁର ସହର। ଆପଣା ନିଜର। ସବୁରି ସମସ୍ତଙ୍କର। ସାଥେ ସାଥିରେ ବା ସାଙ୍ଗରେ। ସଭିଏଁ ସମସ୍ତେ। ତାପରେ କାମନା ଇଚ୍ଛା। ପ୍ରିୟ ଅତି ଆପଣାର। ଜୀବନ ଢାଳି ଜୀବନ ଦେଇ। ସ୍ନେହେ ଆଦରରେ ବା ସ୍ନେହରେ। ଜନ୍ମଭୂମି ଜନ୍ମ ମାଟି, ଯେଉଁ ମାଟିରେ ଆମେ ଜନ୍ମ ନେଇଛୁ। ବର୍ତ୍ତମାନ ଆମେ ଏଇ ଯେଉଁ କବିତାର ହେଲା ସେହି ମୋ ପ୍ରିୟ ଜନ୍ମଭୂଇଁ, ଏଇ କବିତାର ସାରାଂଶକୁ ଆଲୋଚନା କରିବା। ଏ କବିତା ଏକ ଦେଶାତ୍ମବୋଧକ କବିତା। ଏ କବିତାରେ କବି କହୁଛନ୍ତି ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼। ଜନନୀ ଓ ଜନ୍ମଭୂମି ଆମର ଅତି ପ୍ରିୟ। ଏଇ ଜନ୍ମଭୂମି କୋଳରେ ଆମେ ଜନ୍ମ ନେଇଛୁ। ସେ ଆମକୁ ମା ପରି ଲାଳନ ପାଳନ କରି ବଢ଼େଇଛି। ଏହାର ବଣ ଜଙ୍ଗଲରେ ଥିବା ଶ୍ୟାମଳ ବୃକ୍ଷରାଜି ଅତୀବ ସୁନ୍ଦର। ଜନ୍ମଭୂମିର ମାଟିରେ ନାନା ରଙ୍ଗ ବେରଙ୍ଗର ଫୁଲ ଫୁଟେ। ଏହାର ବଣମୂଲକରେ ଉଡ଼ି ବୁଲୁଥିବା ପକ୍ଷୀମାନଙ୍କର ମଧୁର ସ୍ୱର ଆମ ମନକୁ ମୋହି ନିଏ। ରାତିରେ ଆକାଶରୁ ଶାନ୍ତ ଚନ୍ଦ୍ରକିରଣ ଚାରିଆଡ଼େ ବିଞ୍ଚି ହୋଇଯାଏ। ନୀଳ ସମୁଦ୍ରର ଲହରୀମାଳା ମାଟି ମାର ପାଦ ଧୋଇଦିଏ। କୁଳୁ କୁଳୁ ନାଦରେ ଝରଣା ଗୁଡ଼ିକ ହସି ହସି ଝରିଯାଆନ୍ତି। ସେହି ଭାରତବର୍ଷ ହେଉଛି ମୋର ପ୍ରିୟ ଜନ୍ମଭୂମି। ମୋ ଜନ୍ମଭୂମିର ସହର ଓ ଗାଁ ଲୋକଙ୍କ ଭିତରେ ପର ଆପଣା ଭେଦଭାବ ନାହିଁ। ସମସ୍ତେ ଭାଇ ଭଉଣୀ ଭଳି ଚଳନ୍ତି। ମାଟି ମା ଆମର ଅଳି ଅର୍ଦ୍ଦଳି ସହିଥାଏ। ତାର ପାଣି ପବନ ଶସ୍ୟ ଆମକୁ ଜୀବନ ଦେଇଥାଏ। ମା ପରି ତାର ସ୍ନେହ ଶ୍ରଦ୍ଧାରେ ଆମେ ବଡ଼ ହୋଇଛୁ। ଯେଉଁ ମାଟି ମାର ସ୍ନେହ ଶ୍ରଦ୍ଧାରେ ଆମେ ବଡ଼ ହୋଇଛୁ, ତା ପ୍ରତି ଆମର ଯଥେଷ୍ଟ କର୍ତ୍ତବ୍ୟ ରହିଛି। ତାର ସେବା କରି ଓ ମର୍ଯ୍ୟାଦା ରକ୍ଷା କରିବା ଆମର ପରମ
କର୍ତ୍ତବ୍ୟ ହେବା ଉଚିତ। ଯଦି ଆବଶ୍ୟକ ପଡ଼େ ମାଟି ମାର ମାନ ମର୍ଯ୍ୟାଦା ରକ୍ଷା ପାଇଁ ଆମେ ଜୀବନ ଦେବା। ଜନ୍ମଭୂମି ପାଇଁ ଆମେ ଜୀବନ ଦେଲେ ଆମ ଜୀବନ ସାର୍ଥକ ହେଇଯିବ। ଇଏ ଥିଲା ଆମର ସେହି ମୋ ପ୍ରିୟ ଜନ୍ମଭୂମି କବିତାର ସାର ଅଂଶ, ସାର କଥା। ଆଗାମୀ ଅଧ୍ୟାୟରେ ଆମେ ପୁଣି ଥରେ ସେହି ମୋ ପ୍ରିୟ ଜନ୍ମଭୂମି କବିତାକୁ ଭଲ ଭାବରେ ଆଲୋଚନା କରିବା।